हेलो फ्रेंड्स, जय जगन्नाथ। चलନ୍ତୁ बनेଇବା ଆଜି ଦହିବରା ଆଳୁଦମ୍, ଯୋଉଟା କି ପ୍ରତ୍ୟେକ କଟକିଆ ମାନଙ୍କର ବହୁତ ବହୁତ ଫେଭରାଇଟ୍ ଲାଇକ୍ ମି। ତ ସେଥିପାଇଁ ଆମେ ପ୍ରଥମେ ବିରିକୁ 7ରୁ 8 ଘଣ୍ଟା ପାଣିରେ ଭିଜେଇ ଦେବା। ତ ମୁଁ ଗୋଟେ ଦିନ ପୂର୍ବରୁ ଆକୁ ଭିଜେଇ ଦେଇଥିଲି। ତ ଦେଖନ୍ତୁ କେତେ ଭଲସେ ଭିଜି ଯାଇଛି ବିରି, ଯୋଉଟା ଅଲରେଡି ଫୁଲି ଯାଇଛି। ତ ତାକୁ ମୁଁ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଗ୍ରାଇଣ୍ଡିଙ୍ଗ କଲା ପରେ ସେଥିରେ ମୁଁ କିଛି ସୁଜି ମିଶେଇ ଦେଇଥିଲି, ଯୋଉଟା କି ବରାକୁ ଆମକୁ ଭଲସେ ଟ୍ରେକ୍ସଚର ଦବ ବୋଲି। ତ ତାକୁ ଦେଲା ପରେ ତାକୁ ଭଲସେ ଆପଣ ମିକ୍ସ କରିଦେବେ। ଦେଖୁଛନ୍ତି ତାକୁ ମୁଁ ଭଲସେ ମିକ୍ସ କରିଦେଉଛି। ତ ମିକ୍ସ କରି ମୁଁ ତାକୁ ଟିକେ ଜଷ୍ଟ ଟେଷ୍ଟ କଲି ପାଣିରେ ପକେଇକି କି ସେଟା ଫୁଲି ମାନେ ଭାସୁଛି ନା ନାହିଁ। ଯୋଉଟା ଭାସିବ ଯଦି ଆପଣ ଜାଣିବେ ଯେ ଏଟା ଭଲସେ ହେଇଗଲା, ତ ଭଲସେ ବରା ଆମର ଫୁଲିବ। ଟେଷ୍ଟ ଯେତିକି ଦରକାର ଆପଣଙ୍କୁ ଲୁଣ ହିସାବରେ ମୁଁ ପକେଇ ଦେଉଛି ଲୁଣ। ତ ଲୁଣ ପକେଇ ସାରିଲା ପରେ ମୁଁ ସେଥିରେ ଟିକେ ଅଦା ଗ୍ରେଡ୍ କରିକି ଦେଇଦେଉଛି। ତ ଅଦା ଗ୍ରେଡ୍ କରିକି ଦେଲେ ତାର ଟେଷ୍ଟ ଆମକୁ ବହୁତ ଭଲ ଆସିବ। ଯେହେତୁ ଆମେ ଦହିବରା କରିବା ତ ଆଉ କିଛି ସେଥିରେ ମିକ୍ସ କରିପାରିବାନି। ତ ଆମେ ତାକୁ ପକେଇ ସାରିଲା ପରେ ଅଦା ଲୁଣ ତାକୁ ଆମେ ଆହୁରି ଭଲସେ ତାକୁ ଟିକେ ଘାଣ୍ଟିବା। ଆମେ ଯେତେ ତାକୁ ଘାଣ୍ଟିବା ଆମର ବରାର କ୍ୱାଲିଟିଟା ସେତେ ଭଲ ଆସିବ। ମାନେ ଫୁଲିବ ବରା ଭଲସେ, ଆଉ ସଫ୍ଟନେସ୍ ବି ବହୁତ ଭଲ ହେବ। ଆପଣମାନେ ଦେଖିବେ ଟ୍ରାଏ କଲେ। ମୁଁ ଗୋଟେ ପେଷ୍ଟ ପ୍ରିପାରେସନ୍ କରିବି, ସେଥିଲାଗି ମୁଁ ଆମ୍ବ କଷା ଅଦା ନେଇଛି। ଆମ୍ବ କଷା ଅଦା ସହ ମୁଁ କିଛି ଭୃଷଙ୍ଗ ପତ୍ର ବି ନେଇଛି। ତ ତାକୁ ଆମେ ଭଲସେ ହେମଦସ୍ତାରେ କୁଟିଦେବା। କୁଟିକି ତାକୁ ବହୁତ ସେମି ପେଷ୍ଟ ଟାଇପ୍ର ବନେଇବା, ଯୋଉଟାକି ଆମେ ଦହିରେ ପକେଇଲେ ତାର ଟେଷ୍ଟ ବହୁତ ବଢ଼ିଆ ଆସେ। ତ ମୁଁ ତାକୁ ଭଲସେ ହେମଦସ୍ତାରେ କୁଟି ଦେଇଛି। ତ ଗୋଟେ ସେମି ପେଷ୍ଟ ଟାଇପ୍ର ମୁଁ ତାକୁ ପ୍ରିପାରେସନ୍ କରିବି। ତ ତାକୁ ଗ୍ରାଇଣ୍ଡିଙ୍ଗ ବି ଆପଣ କରିପାରିବେ, ବଟ୍ ବହୁତ ପତଲା ହେଇଯାଏ। ତ ଆପଣ ହେମଦସ୍ତା ହିଁ ୟୁଜ୍ କଲେ ବେଟର୍ ହେବ। ଦେନ୍ ମୁଁ ଏପଟେ ତେଲ ଗରମ କରିବା ପାଇଁ ବସେଇ ଦେଇଛି, ଆପଣମାନେ ଦେଖୁଛନ୍ତି, ଯୋଉଟାକି ଆମେ ବରା ଛାଣିବା। ତ ତେଲ ଅଧିକା ଗରମ ହେବା ନିହାତି ଦରକାର, ନହେଲେ ବରା ଆମର ଫୁଲିବନି। ସେପଟେ ମୁଁ ତେଲ ବସେଇକି ଏପଟେ ଦହିର ପ୍ରିପାରେସନ୍ କରୁଛି, ଯୋଉଟାକି ଦହି ବରା ଆମେ ଯେଉଁଥିରେ ପକେଇବା। ତ ସେଥିପାଇଁ ମୁଁ 1/2 ଲିଟର ନେଇଛି ଦହି। ତ ତାକୁ ଭଲସେ ଆମେ ଘାଣ୍ଟି ଦେବା, ଯୋଉଟାକି ତାର ବିଣ୍ଡା ଅଂଶ ଥିବ, ଯୋଉଟା କ୍ଲଟ୍ ଯୋଉଟା ଆମେ କହୁଛେ, ତାକୁ ଭଲସେ କ୍ଲିନ୍ କରିଦେବା। ତ ସେଥିରେ ମୁଁ ପାଣି ଯେତିକି ଦରକାର, ଯେହେତୁ ମୁଁ ବହୁତ ପତଳା ଦହି କରିନଥିଲି, ମିଡ଼ିୟମର ରଖିଥିଲି ଦହି, ଯେହେତୁ ଘରେ ଆମେ ବ୍ୟବହାର କରିବୁ। ତ ସେଥିଲାଗି ମୁଁ ଯେତିକି ଦରକାର ସେ ଅନୁସାରେ ପାଣି ଦେଉଥିଲି। ତ ଚେକ୍ କରିକି, ତ ଆପଣ ଦେଖୁଛନ୍ତି ମୁଁ ତାକୁ ଭଲସେ ଘାଣ୍ଟି ଦେଇଛି। ଦେଲା ପରେ ଯୋଉଟା ପେଷ୍ଟ ବନେଇଥିଲି ଆମର ଆମ୍ବ କଷା ଅଦା ଆଉ କଞ୍ଚା ଲଙ୍କା ଭୃଷଙ୍ଗ ପତ୍ରର, ତାର ପେଷ୍ଟ ମୁଁ କିଛି ଏଥିରେ ଦେଇଦେଲି। ଆଉ କିଛି ରଖିଛି ମୁଁ ଆଳୁଦମ୍ରେ ୟୁଜ୍ କରିବି, ତାର ବି ବହୁତ ଭଲ ଟେଷ୍ଟ ଆସେ। ତ ସେଇଟା ପକେଇ ସାରିଲା ପରେ ଆପଣ ଦେଖୁଛନ୍ତି ମୁଁ ତାକୁ ଆଉ ଟିକେ ଭଲସେ ଘାଣ୍ଟି କରି ମୁଁ ସେଥିରେ ନର୍ମାଲ ଲୁଣ ଆମେ ଯୋଉଟା ଡେଲି ୟୁଜ୍ କରୁଛେ, ଏଇଟା ମୁଁ ପିଙ୍କ ସଲ୍ଟ ୟୁଜ୍ କରେ, ଯୋଉଟା ଆପଣମାନେ ଜାଣିଛନ୍ତି ବ୍ଲଡ଼ ପ୍ରେସର ପାଇଁ ବହୁତ ଭଲ ଏ ଲୁଣ। ତ ଆପଣମାନେ ଚାହିଁଲେ ବି ଆକୁ ଘରେ ୟୁଜ୍ କରିପାରିବେ। ସେଥିରୁ ମୁଁ ଯେତେ ଦରକାର ଟେଷ୍ଟ ହିସାବରେ ଲୁଣ ପକେଇ ଦେଇଛି। ପକେଇକି ତାକୁ ଭଲସେ ଘାଣ୍ଟି ଦେଇଛି। ସେଥିରେ ମୁଁ ଆଉ ଟିକେ ବ୍ଲାକ୍ ସଲ୍ଟ ପକେଇ ଦେଉଛି, ଯେହେତୁ ମୁଁ ଅଲରେଡ଼ି ଲୁଣ ୟୁଜ୍ କରୁଛି। ତ ଆପଣ ଦେଖିକରି ପକେଇବେ, ନହେଲେ ଲୁଣିଆ ହେଇଯିବ ଦହି। ତ ସେଥିରେ ମୁଁ ଲଙ୍କା ଗୁଣ୍ଡା, ଯୋଉଟା ଆମର ଭଜା ଲଙ୍କା ଆଉ ଜିରାର ପାଉଡର ଥାଏ, ତ ସେଇଟା ହିଁ ପକେଇବେ। ଏପଟେ ଆମର ତେଲ ତାତି ଯାଇଥିଲା, ତ ମୁଁ ଏପଟେ ବରା ବନେଇବା ଷ୍ଟାର୍ଟ କଲି। ତ ବରା ମିଡ଼ିୟମ୍ ସାଇଜ୍ ହିଁ ମୁଁ କରିଛି, ଯେହେତୁ ଆମେ ଘରେ ୟୁଜ୍ କରିବୁ। ତ ବେଶୀ ବଡ଼ କରିନି କି ବହୁତ ସାନ ବି କରିନି, ତ ମିଡ଼ିୟମ୍ ସାଇଜ୍ କରିଛି ବରା। ତ ଆପଣ ଦେଖିପାରୁଛନ୍ତି ଆମେ ବେଶୀ ଡିପ୍ ଫ୍ରାଏ କରିବାନି, ଯେହେତୁ ଆକୁ ଆମକୁ ଦହିରେ ପକେଇବାର ଅଛି। ତ ମିଡ଼ିୟମ୍ ଫ୍ରାଏ ହେଲା ପରେ ଆକୁ ଆମେ ତାର ଯେଉଁ ତେଲ ଏକ୍ସେସ୍ ତେଲ ଥିବ ତାକୁ ସୋକ୍ କରିବା ପାଇଁ ଆମେ ଛାଣିକି ଗୋଟେ ଜାଗାରେ ରଖିଦେବା। ତ ଆପଣ ଟିସ୍ୟୁ ୟୁଜ୍ କରିପାରିବେ, ନର୍ମାଲି ନ୍ୟୁଜ୍ ପେପର ବି ୟୁଜ୍ କରିପାରିବେ। ତା ରଖିଲା ପରେ ତେଲ ଛାଡ଼ିଲା ପରେ ଏପଟେ ମୁଁ ପାଣି ଉଷୁମ କରି ରଖିଥିବି। ସବୁବେଳେ ମନେ ରଖିବେ ଉଷୁମ ପାଣିରେ ପକେଇବେ, ଯୋଉଟାକି ବରା ଜଲ୍ଦି ସୋକ୍ କରିବ। ମୁଁ ବରା ପକେଇ ସାରିଲା ପରେ ଏପଟେ ଆଳୁଦମ୍ ପାଇଁ ମୁଁ ପ୍ରିପାରେସନ୍ କଲି। ତ ଯେହେତୁ ମୁଁ 2ଟା ଆଳୁ ନେଇଛି, ତ ସେଥିପାଇଁ ମୁଁ ଗୋଟେ ପିଆଜ ନେଲି ମିଡ଼ିୟମ୍ ସାଇଜ୍ର। ତ ଅଦାକୁ ମୁଁ ରଖିଦେଇଛି କାଟିକରି ଛୋଟ ଛୋଟ, ଯୋଉଟାକି ମୁଁ ଅଦାକୁ ଗ୍ରାଇଣ୍ଡିଙ୍ଗ କରିବିନି, ତାକୁ ହେମଦସ୍ତାରେ ହିଁ ପେଷ୍ଟ ବନେଇବି ତାର। ତ ମୁଁ ଗୋଟେ ପିଆଜର ହାଫ୍ ରଖିଥିଲି ଗ୍ରାଇଣ୍ଡିଙ୍ଗ କରିବା ପାଇଁ, ତାର ପେଷ୍ଟ ବନେଇବି। ଆଉ ହାଫ୍ ତାକୁ କାଟି ଦେଇଛି ବହୁତ ସରୁ ସରୁ କରି, ଆପଣ ଦେଖିପାରୁଛନ୍ତି। ଲଙ୍କା, ଯୋଉଟାକି ଆମର କାଶ୍ମୀର ଚିଲି କୁହନ୍ତି, ମୁଁ ତାକୁ ବେସିକାଲି ୟୁଜ୍ କରେ କଲର୍ ପାଇଁ, ଏଇଟା ରାଗ ନାହିଁ। ତ ମୁଁ ଯେଉଁ ହାଫ୍ ପିଆଜ ରଖିଥିଲି ତାକୁ କାଶ୍ମୀର ମିର୍ଚ ଆଉ ଗୋଟେ ଇଲାଇଚି, ତାକୁ ମୁଁ ଗ୍ରାଇଣ୍ଡିଙ୍ଗ କରି ତା ପେଷ୍ଟ ବନେଇବି। ତ ଏପଟେ ଦେଖନ୍ତୁ ବରା ଭଲସେ ସୋକ୍ କରିଗଲାଣି। ତ ବରାକୁ ବେଶୀ ମାନେ ପୁରା ଡିପ୍ ସୋକ୍ ପାଇଁ ୱେଟ୍ କରିବେନି, ପୁରା 90% ହେଲା ପରେ ତାକୁ ଭଲସେ ଚିପୁଡ଼ିକି ତାକୁ ଦହିରେ ପକାଇଦେବେ। ଅବଶିଷ୍ଟାଂଶ ଯେଉଁ 10% ସେଇଟା ଆମର ଦହିରେ ସୋକ୍ କରିବ। ତ ଦେଖନ୍ତୁ ମୋର ବରା ହେଇଯାଇଛି। ମୁଁ ତାକୁ ଯେଉଁ ଦହି ପ୍ରିପାରେସନ୍ କରିଥିଲି, ତ ସେଥିରେ ମୁଁ ପକାଇ ଦେଇକି ଛାଡ଼ିଦେବି ତାକୁ। ଏବେ ଯେଉଁ 10% ଆମର ସୋକ୍ କରିନଥିବ ସେଇଟା ଏଇ ଦହିରେ ହିଁ ସୋକ୍ କରିଯିବ। ତ ଏପଟେ ମୁଁ କରେଇ ବସି ଦେଇଛି। ତ ଛୁଙ୍କ ଦେଇଦେବା ଦହି, ଆମେ ତେଲ ଜଷ୍ଟ ଅଳ୍ପ ହିଁ ନେଇଛି। ତ ଗରମ ହେଲା ପରେ ସେଥିରେ ମୁଁ ଜିରା ସୋରିଷ ନେଇଛି, ଆପଣ ଫୁଟଣ ବି ୟୁଜ୍ କରିପାରିବେ। ତ ମୁଁ ଜିରା ସୋରିଷ ୟୁଜ୍ କରିଛି। ତ ସେଥିରେ ଶୁଖିଲା ଲଙ୍କା ଦେଇଛି। ଶୁଖିଲା ଲଙ୍କାର ଟେଷ୍ଟ ବହୁତ ଭଲ ଆସେ, ସେଇଟା ହିଁ ତ ଦହିର ଜାନ୍ କୁହନ୍ତି। ତ
ତ ଆପଣ ପକେଇକି ତାକୁ ଭଲସେ ଫ୍ରାଏ କରିଦେବେ। ମିଡ଼ିୟମ୍ ଫ୍ରାଏ ଟାଇମ୍‌ରେ ହିଁ ଆପଣ ଭୃଷଙ୍ଗ ପତ୍ର ଆଉ ଯୋଉଟା ପେଷ୍ଟ ମୁଁ ରଖିଥିଲି ଅଧା ଆଳୁଦମ୍ ପାଇଁ ରଖିଛି ଆଉ ସେଥିରୁ ଟିକେ ଜଷ୍ଟ ଏଥିରେ ଛୁଙ୍କ ପାଇଁ ରଖିଛି ତାର ବାସ୍ନା ପାଇଁ। ତ ଆପଣ ଦେଖିପାରୁଛନ୍ତି ମୁଁ ସେ ପେଷ୍ଟକୁ ୟୁଜ୍ କରିଛି ପ୍ଲସ୍ ଭୃଷଙ୍ଗ ପତ୍ର ଟିକେ ସଫିସିଏଣ୍ଟ ଦେବେ। ଭୃଷଙ୍ଗ ପତ୍ରର ବାସ୍ନା ହିଁ ଦହିକୁ ଜଣାଏ ଯେ ଏଇଟା ଦହିବରା ବୋଲି। ତ ମୁଁ ତାକୁ ଭଲସେ ଫ୍ରାଏ କରିଦେବି ଯେମିତି ଆମର ଭୃଷଙ୍ଗ ପତ୍ର ଆଉ ଯାହା ବି ପକେଇଥିଲି ଆମର ଆମ୍ବ କଷା ଅଦାର ପେଷ୍ଟ ସେଇଟା ଭଲସେ ଯେମିତି ଫ୍ରାଏ ହେଇଯିବ। ଭୃଷଙ୍ଗ ପତ୍ର ଦେଖୁଛନ୍ତି ବେଶୀ ପୋଡ଼ିବେନି, ତାର 90% ହେଲା ପରେ ତାକୁ ପକେଇଦେବେ। ସେ ବାସ୍ନାଟା ହିଁ ଦହିରେ ଆମର ଯିବା ଦରକାର। ତ ସେ ଯୋଉଟା ଛୁଙ୍କ ମୁଁ ପ୍ରିପାରେସନ୍ କରିଥିଲି ତାକୁ ଦହିରେ ମୁଁ ପକେଇ ଦେଇକି ମିକ୍ସ କରିଦେବି। ଆଉ ଦହିକୁ ଡାଇରେକ୍ଟ ଆପଣ ବସେଇବେନି କେବେ ବି ଗ୍ୟାସ୍‌ରେ, ଦହି ଛିଣ୍ଡିଯିବ। ତ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଦହିବରା ଆମର। ତ ଏବେ ଆମର ଦହିବରା ପ୍ରିପାରେସନ୍ ହେଇଗଲା। ତ ଆମେ ଏବେ ଆଳୁଦମ୍ କରିବା। ତ ଯୋଉଟା ପିଆଜ ମୁଁ କାଟିଥିଲି ତାକୁ ମୁଁ ଏବେ ତେଲରେ ପକେଇ ଦେଇଛି। ଯୋଉଟା ପେଷ୍ଟ ବନେଇଥିଲି ପିଆଜ ଆମର କାଶ୍ମୀର ମିର୍ଚି ଆଉ ଇଲାଇଚିର, ତ ସେ ପେଷ୍ଟଟାକୁ ମୁଁ ହାଫ୍ ଫ୍ରାଏ ହେଲା ପରେ ପିଆଜ ସେଥିରେ ଦେଇ ଦେଉଛି। ଯେହେତୁ ବୋଥକୁ ଆମକୁ ଭଲସେ ଭାଜିବାର ଅଛି, ନହେଲେ କଞ୍ଚା ଅଂଶ ରହିଲେ ପିଆଜର ବାସ୍ନା ଆସିବ। ଭଲସେ ମିକ୍ସ କରିକି ଭାଜି ଦେଉଛି, ଆପଣମାନେ ଦେଖୁଛନ୍ତି। ତ ତାକୁ ସବୁବେଳେ ଏଇ ଟାଇମ୍‌ରେ ହାଇ ଫ୍ଲେମ୍‌ରେ ହିଁ ରଖିବେ। ତ ସେଇଟା ଭଲସେ ମିକ୍ସ ହେଲା ପରେ ଦେନ୍ ଗ୍ୟାସ୍‌ର ଫ୍ଲେମ୍‌କୁ କମ୍ କରିବେ, ନହେଲେ ସେଇଟା ଆମର ପୋଡ଼ିଯିବ। ଗ୍ୟାସ୍‌ର ଫ୍ଲେମ୍‌କୁ ଏଇ ଟାଇମ୍‌ରେ ମିଡ଼ିୟମ୍ କରିଦେଇଛି। ମିଡ଼ିୟମ୍ କରିକି ତାକୁ ଭଲସେ କିଛି ସମୟ ମିକ୍ସ କଲା ପରେ ସେଥିରେ ଯୋଉଟା ରଖିଥିଲି ମୁଁ ଅଦାର ପେଷ୍ଟ ବନେଇଥିଲି, ଅଦା ଆଉ ଭୃଷଙ୍ଗ ପତ୍ର ପେଷ୍ଟ ବନେଇଥିଲି, କଞ୍ଚା ଲଙ୍କା, ତ ତାକୁ ଏଇଠି ମୁଁ ଦେଇ ଦେଇଛି। ଭଲସେ ମିକ୍ସ କରିଦେବେ ଯେମିତି ଆମର ଅଦା ପେଷ୍ଟ ଆଉ ପିଆଜ ସବୁ ଭଲସେ ମିଶିଯିବ। ଦେନ୍ ମୁଁ ଏପଟେ କିଛି ଶୁଖିଲା ମସଲା ନେଇଛି ଯେମିତି ଜିରା ପାଉଡ଼ର, ଧନିଆ ପାଉଡ଼ର, କାଶ୍ମୀର ମିର୍ଚି, ହଳଦୀ, ମୁଁ ସବୁକୁ ଏଠି ମିକ୍ସ କରିଦେଉଛି। ଗରମ ପାଣିରେ ମିକ୍ସ କରିବେ ସୋ ଦ୍ୟାଟ୍ କି ମସଲାଟା ଟିକେ ଫୁଲିଯିବ ଆମର। ତ ଏମିତି କଲେ ଆମର କଷିବାର ଟାଇମ୍‌ଟା ଟିକେ କମ୍ ହେଇଯାଏ। ତ ତାକୁ ମୁଁ ମିକ୍ସ କରିକି ସେଟାକୁ ଦେଇ ଦେଇଛି ଯୋଉଟା ଆମର ପିଆଜର ଥିଲା ପେଷ୍ଟ ମୁଁ ବନେଇଥିଲି, ମାନେ ମସଲା ବନେଇଥିଲି ସେଥିରେ ଆପଣ ଦେଇଦେବେ। ଦେଲା ପରେ ଏମିତି ବନେଇଲେ ଆପଣଙ୍କୁ କମ୍ ଟାଇମ୍ ଲାଗିବ କଷିବା ପାଇଁ, ଯେହେତୁ ଆମର ଶୁଖିଲା ମସଲା ଗୁଡ଼ା ତାକୁ ଫୁଲିବା ପାଇଁ ଟାଇମ୍ ଲାଗେ। ତ ଏଇଟା ଦେଖୁଛନ୍ତି ମସଲା ହେଇଯାଇଛି। ମସଲାରେ ଆଳୁ ପକେଇକି ମୁଁ ଭଲସେ ତାକୁ ମିକ୍ସ କରିଦେଇଛି, ଆପଣମାନେ ଦେଖୁଛନ୍ତି। ତ ସରି ମୁଁ ସ୍କିପ୍ କରିଥିଲି, ଗରମ ମସଲା ବି ପକେଇବେ। ଗରମ ମସଲା ହିଁ ଆଳୁଦମ୍‌ର ଜାନ୍। ତ ଗରମ ମସଲା ପକେଇବେ ତ ବହୁତ ଭଲ ଟେଷ୍ଟ ଆସେ। ତ ମୁଁ ଏଠି କଷି ସାରିଲା ପରେ ଭଲସେ ସେଥିରେ ଆବଶ୍ୟକ ପରିମାଣର ଲୁଣ ପକେଇ ଦେଇଛି, ଯେତିକି ଦରକାର କ୍ୱାଣ୍ଟିଟି ଅନୁସାରେ। ତ 2ଟା ଆଳୁ ପାଇଁ ମୁଁ ଲୁଣ ଦେଇ ଦେଇଛି ହାଫ୍ ଚାମଚ। ତ ମୁଁ ଆଉ ଟିକେ ପାଣି ଦେଇ ଦେଉଛି ଯେହେତୁ ବହୁତ ଶୁଖିଲା ହେଇଯାଇଥିଲା। ତ ମୁଁ ସେଥିରେ ପାଣି ଦେଉଛି ଯେହେତୁ ଆମେ ଦହିବରାରେ ଖାଇବୁ। ତ ମୁଁ ତାକୁ ଆଉ ଟିକେ ପାଣି ଦେଇକି ତାକୁ ଭଲସେ ମିକ୍ସ କରିଦେଲି। ଯେହେତୁ ଆଳୁ ଅଲରେଡ଼ି ବଏଲ୍ ହେଇଯାଇଥିଲା ଆଉ ମସଲା ବି ଆମେ ଅଲରେଡ଼ି ଗରମ ପାଣିରେ କରିଦେଇଥିଲେ ଶୁଖିଲା ମସଲାକୁ, ତ ଆମକୁ ଆଉ ବେଶୀ ଟାଇମ୍ ଲାଗିଲାନି। ତ ହେଇସାରିଲା ପରେ ଆପଣ ଦେଖନ୍ତୁ କେମିତି ସୁନ୍ଦର ଦେଖାଯାଉଛି ଆମର ଆଳୁଦମ୍। ତ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ମୁଁ ପ୍ଲେଟିଂ କରିଥିଲି, ଟ୍ରାଏ କରିଥିଲି ଭଲ କରିବା ପାଇଁ। ବଟ୍ ଟେଷ୍ଟ ବି ବହୁତ ଭଲ ହେଇଥିଲା, ଆଜ୍ ୟୁଜୁଆଲ୍ ଯେମିତି ମୁଁ କରେ ଆଗରୁ। ବଟ୍ ଏଥର ସ୍ପେଶାଲି ଆପଣମାନଙ୍କ ପାଇଁ ଡେଡିକେଟ୍ କରିଛି ମୁଁ ଏ ଦହିବରା। ତ ଆପଣମାନେ ବି ଘରେ ବନାନ୍ତୁ ଆଉ ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ କି କେମିତି ଲାଗିଲା। ଆଉ ଯଦି ମୋର କୌଣସି କେଉଁଠି ବି ମିଷ୍ଟେକ୍ ରହିଲା ଆପଣମାନେ ମୋତେ ସଜେସନ୍ କରିବେ, ମୋତେ ବହୁତ ଭଲ ଲାଗିବ। ତ ରହିଲି, ଜୟ ଜଗନ୍ନାଥ।